ॐ सहनावतु सहनौ भुनक्तु सह वीर्यं करवावहै तेजस्विनावधीतमस्तु मा विद्विषावहै। ॐ शान्तिः शान्तिः शान्तिः। अस्माकं चर्चा षड्विंशोऽध्यायस्य उपरि चलति। स्वामी जी नमस्ते। नमस्ते। तो आमे चर्चा करथिले कर्तृवाच्य एवं कर्मवाच्य विषय। तो कर्तृवाच्य एवं कर्मवाच्य उपरे हमर चर्चा चली थिला। पुष्पांजलि भौणी जहाँ जहाँ पढ़ाई थिला बुझी आइथिला स्वामी जी ताको चेष्टा करते स्वामी जी बुझिया पे बुझेवा भाई ना बुझिया नहीं बुझिया पे चेष्टा करते स्वामी जी। अच्छा तो मो चेष्टा कोठी कोन अटकी छी नहीं अटकी नहीं शब्द कला परे ही मोर भूल ठीक रे मु जानि पारि निजे। अच्छा तो हरि पाठ पढुची कोन हबो एटा को बाच्य अछि अनम्यूट करो। हरि कर्तृवाच्य एटा कर्तृवाच्य बोली काहे कि हमें केमे जानिबा गुडी वाक्य को हमें देखिबा सेटा कर्तृवाच्य। हां कर्तृवाच्य कर्मवाच्य केमे जानिबा जानिबार चिन्ह कोन हरि कर्ता हरि हैला कर्ता पाठ पढुची पढुची हैला तार क्रिया पाठ पढुची पाठ हैला तार कर्म एटा कर्तृवाच्य क्रिया अनुसार कर्म। हां क्रिया को कोन कोथरे क्रिया अनुसार कर्ता अनुसार तार क्रिया आज्ञा कर्ता अनुसार क्रिया अछि तेनु हमें जानले एटा होची कर्तृवाच्य। हां ठीक आपको संस्कृत रे कहले कोन हबो ए वाक्यटा हरि हरि पाठः पठति हरि पाठः पठति। तो आमे वर्तमान प्राय 6 मासला पढुचे सेइरु आसला हरि पाठ पढुची माने हरि पाठः पठति हो पाठटा होची कर्मवाच्य रे होची भूल गेला स्वामी जी नहीं आमे केते दिन हैला पढिलेनी आ एउडी सरल वाक्य हरि पाठ पढुची आ तुम 2 घंटा कोन आंखि गिरी पढुचो बुझी पर निर्त सरल वाक्य प्रथम अभ्यास वाक्यर प्रारंभिक प्रथम 2-3 अभ्यास हरि पाठ पढुची तो कोन वाक्य हबो जति सामान्य तुम एति जना पडलानी इति सिटी आंठे गिरी गोसी गिरी कोन हबो कुमार सिंह आज्ञा कोन हरि पाठ पढुची हरि पाठम पठति सरल वाक्य तो तांकर पाठ पठति केम देला बुझी परलिनी जति कर्तृवाच्यटा ही ठीक ही परलानी कर्ता कर्म क्रिया आ मुंड गड़ेले कोन हो
ତ ଆମେ ବର୍ତ୍ତମାନ କର୍ତ୍ତୃବାଚ୍ୟ କର୍ମବାଚ୍ୟ କୁ ଯିବା। କର୍ତ୍ତୃବାଚ୍ୟ ହେଲା ହରି ପାଠ ପଢୁଛି, ଓଡିଆରେ ଆମେ ବୁଝିଗଲେ। ଯଦି ଓଡିଆରେ ଆମେ କର୍ମବାଚ୍ୟ କରିବା, ଓଡିଆରେ କର୍ମବାଚ୍ୟ କଲେ କୁମାର ସ୍ୱାମୀ ଆଜ୍ଞା କୁହନ୍ତୁ, ଆର କର୍ମବାଚ୍ୟ କଣ ହବ ଓଡିଆରେ? ଆଗ ହରିଣା ପାଠ ପଠ୍ୟତେ। ହରିଣା ପାଠ ପଠ୍ୟତେ, ଇଏ ହେଲା ସଂସ୍କୃତରେ। ଓଡିଆରେ କଣ ହବ? ଓଡିଆରେ ହରି ଦ୍ୱାରା ପାଠ ପଢାଯାଏ। ବାସ୍, ହରି ଦ୍ୱାରା ପାଠ ପଢାଯାଏ ଅଥବା ପଢାଯାଉଛି। ସିମ୍ପଲ ପ୍ରେଜେଣ୍ଟରେ ପଢାଯାଏ ଆଉ କଣ୍ଟିନ୍ୟୁଅସ୍ ପ୍ରେଜେଣ୍ଟରେ ପଢାଯାଉଛି। ତେଣୁ ହରି ଦ୍ୱାରା ପାଠ ପଢାଯାଏ ଅଥବା ହରି ଦ୍ୱାରା ପାଠ ପଢାଯାଉଛି। ତ ହରିଣା ପାଠ ପଠ୍ୟତେ, ସରଳ ବାକ୍ୟ। ତ ଆମେ ଯେତେବେଳେ ବାଚ୍ୟ ପରିବର୍ତ୍ତନ କରୁଛେ, ଆମର କର୍ତ୍ତୃବାଚ୍ୟରେ କଣ କଣ ରହୁଛି? କର୍ତ୍ତାର ଦିଟା ଜିନିଷ ରହେ। କର୍ତ୍ତାର ଦିଟା ଜିନିଷ ରହେ। କଣ କଣ ରହେ? ନା ଗୋଟିଏ ରହେ କର୍ତ୍ତାର ପୁରୁଷ ଏବଂ ଆଉ ଗୋଟିଏ ରହେ ବଚନ। କର୍ତ୍ତାର ଦିଟା କଥା ରହେ, ଗୋଟିଏ ରହେ ପୁରୁଷ, ଆଉ ଗୋଟେ ରହୁଛି ବଚନ। କର୍ତ୍ତା ପ୍ରଥମ ପୁରୁଷ ବି ହେଇପାରେ, କର୍ତ୍ତା ମଧ୍ୟମ ପୁରୁଷ ବି ହେଇପାରେ ଏବଂ କର୍ତ୍ତା ଉତ୍ତମ ପୁରୁଷ ବି ହେଇପାରେ। ମୁଁ ହେଲେ ଉତ୍ତମ ପୁରୁଷ ହବ, ତୁମେ ହେଲେ ମଧ୍ୟମ ପୁରୁଷ ହେଲା, ଏବଂ ମୁଁ ଆଉ ତୁ ଏଇ ଦିଟାକୁ ଛାଡିଦେଲେ ସେ ମାନେ ଯାହାର ନାଁ କିଛି ରହିଲା, ଏ ସମସ୍ତେ ଆମେ ପ୍ରଥମ ପୁରୁଷରେ। ଏତିକି ତ ଆମେ ପ୍ରଥମରେ ପ୍ରାରମ୍ଭିକ ରଚନା ଅନୁବାଦିକ କୌମୁଦୀ ପଢିଲା ବେଳକୁ ପଢିଥିଲେ। କର୍ତ୍ତାର ଦିଟା ଜିନିଷ ରହେ, କଥା ପ୍ରଥମ ପୁରୁଷ ବି ହେଇପାରେ, ମଧ୍ୟମ ପୁରୁଷ ବି ହେଇପାରେ ଏବଂ ଉତ୍ତମ ପୁରୁଷ ବି ହେଇପାରେ। କ୍ରିୟାର ସେମିତି, କ୍ରିୟାରେ ସଂସ୍କୃତରେ ସେଇଠି ମଧ୍ୟ ଦିଟା ଜିନିଷ ଥାଏ। କର୍ତ୍ତା ଯାହା ରହିବ କ୍ରିୟା ସେ ଅନୁସାରେ ରହିବ। ତେଣୁ କର୍ତ୍ତାର ଯାହା ଯାହା ରହିବ କ୍ରିୟାର ତାହା ତାହା ରହିବ। ତେଣୁ ଆମେ ଯେତେବେଳେ ଲକାର ଘୋଷୁଛେ ସେତେବେଳେ ଦିଟା ଜିନିଷ ରହୁଛି। ଗୋଟେ ହଉଛି ପୁରୁଷ ଅନୁସାରେ ରୂପ, ପ୍ରଥମ ପୁରୁଷ, ମଧ୍ୟମ ପୁରୁଷ ଏବଂ ଉତ୍ତମ ପୁରୁଷ। ଏବଂ ଆଉ ଗୋଟେ ରୂପ ରହୁଛି ବଚନ ଅନୁସାରେ, ଏକ ବଚନ, ଦ୍ୱିବଚନ, ବହୁବଚନ। କାହିଁକି? କର୍ତ୍ତାରେ ଦିଟା ହିଁ ଜିନିଷ ଅଛି। କର୍ତ୍ତା ପ୍ରଥମ ପୁରୁଷ ହେଇପାରେ, ମଧ୍ୟମ ପୁରୁଷ ହେଇପାରେ, ଉତ୍ତମ ପୁରୁଷ ହେଇପାରେ। ସିଏ ଯାଉଛି, ସିଏଟା ହେଲା ପ୍ରଥମ ପୁରୁଷ। ମୁଁ ଯାଉଛି, ମୁଁଟା ହେଲା ଉତ୍ତମ ପୁରୁଷ। ତୁମେ ଯାଉଛ, ତୁମେଟା ହେଲା ମଧ୍ୟମ ପୁରୁଷ। ତେଣୁ କର୍ତ୍ତାର ତିନିଟା ପୁରୁଷ ରହିଲା। ସେମିତି କର୍ତ୍ତାର କଣ? ଆଉ ଗୋଟେ ହେଲା ବଚନ। ମୁଁ ଯାଉଛି, ଏକ ବଚନ। ଆମେ ଦୁଇ ଜଣ ଯାଉଛୁ, ଦ୍ୱିବଚନ। ଆମେ ମାନେ ଯାଉଛୁ, ବହୁ ବଚନ। ତେଣୁ ମୁଁ, ଆମେ ଦୁହେଁ, ଆମେ ମାନେ, ଇଏ ଗୋଟେ ହେଲା ବଚନ। ସେମିତି କ୍ରିୟାର ସେ ଅନୁସାରେ ରହିଲା। କ୍ରିୟାରେ ବି ଆମେ ଦେଖୁଛେ କଣ ନା, ଯେମିତି ଗୋଟେ ପୁରୁଷ ରହୁଛି, ପ୍ରଥମ ପୁରୁଷ, ମଧ୍ୟମ ପୁରୁଷ, ଉତ୍ତମ ପୁରୁଷ। ତାର ସେମିତି ଏକ ବଚନ, ଦ୍ୱିବଚନ, ବହୁ ବଚନ। ଏତିକିରେ କାହାର କିଛି ସନ୍ଦେହ ଅଛି? ଦେଖନ୍ତୁ, ଏସବୁ ସରିଲା ପରେ ଆଉ ଥରେ ମତେ 1 ନମ୍ବର ପାଠ ଯେମିତି ପଢିବାକୁ ନ ପଡିବ। ତ ବର୍ତ୍ତମାନ କର୍ତ୍ତୃବାଚ୍ୟ ବି ଯେତେବେଳେ ହବ, କୋଉ ଆଧାରରେ ହବ ନା, କର୍ତ୍ତୃବାଚ୍ୟ ହଉଛି କର୍ତ୍ତା ପ୍ରଧାନ। ତ ସେଟା କଣ ହେଇପାରିବ? କର୍ତ୍ତା ଉତ୍ତମ ପୁରୁଷର ହେଇପାରିବ, ମଧ୍ୟମ ପୁରୁଷ ହେଇପାରିବ ଅଥବା ପ୍ରଥମ ପୁରୁଷ। ଏବଂ କ୍ରିୟା ବି ପ୍ରଥମ ପୁରୁଷ, ମଧ୍ୟମ ପୁରୁଷ, ଉତ୍ତମ ପୁରୁଷ, এই ଅନୁସାରେ ହବ। ତ ବର୍ତ୍ତମାନ ତା ଅନୁସାରେ ଆମେ କର୍ମବାଚ୍ୟକୁ ନବା। ତ ଆମେ ବର୍ତ୍ତମାନ ଯୋଉ ବାକ୍ୟ କହିଲେ, ହରି ପାଠ ପଢୁଛି, ହରି ପାଠ ପଢୁଛି, ଏଇଠି କର୍ତ୍ତା କୋଉ ପୁରୁଷରେ ଅଛି? କୁମାର ସ୍ୱାମୀ ଆଜ୍ଞା କୁହନ୍ତୁ। ଉତ୍ତମ ପୁରୁଷ, ତୃତୀୟ ପୁରୁଷ। ହଁ, ଓଡିଆରେ ତୃତୀୟ ପୁରୁଷ। ଆଉ ଓଡିଆରେ, ଓଡିଆ ଆଉ ସଂସ୍କୃତ ଟା ଅଲଗା ଅଲଗା। ଓଡିଆରେ ମୁଁ ଟା ହଉଛି ପ୍ରଥମ ପୁରୁଷ,
ସଂସ୍କୃତରେ ମୁଟା ହଉଛି ଉତ୍ତମ ପୁରୁଷ ହୁଁ ଆଉ ଓଡିଆରେ ତୁମେଟା ହଉଛି ଦ୍ୱିତୀୟ ପୁରୁଷ ଆଉ ସଂସ୍କୃତରେ ତୁମେଟା ହଉଛି ମଧ୍ୟମ ପୁରୁଷ ହୁଁ ଆଉ ସିଏଟା ହଉଛି ଓଡିଆରେ ତୃତୀୟ ପୁରୁଷ କିନ୍ତୁ ସଂସ୍କୃତରେ ସିଏଟା ହଉଛି ପ୍ରଥମ ପୁରୁଷ ପ୍ରଥମ ଓଡିଆ ଆଉ ସଂସ୍କୃତ ଭିତରେ ଏଇଟା ହଉଛି ପାର୍ଥକ୍ୟ ଆମେ ଯଦି ସଂସ୍କୃତ ଦୃଷ୍ଟିରୁ ଦେଖିବା ଏଇ ଯୋଉ ବାକ୍ୟ ଆମେ କଲେ ଏଇଟା କୋଉ ପୁରୁଷରେ ଅଛି ହରି ଉତ୍ତମ ପୁରୁଷରେ ତୃତୀୟ ପୁରୁଷ ଯୋଉଟା ତୃତୀୟ ପୁରୁଷଟାକୁ ସଂସ୍କୃତରେ କଣ ହଉଛି ସେଟା ନିରଞ୍ଜନ ଭାଇ ଶୁଣା ଯାଉଛି ଆଜ୍ଞା ତ ଆମେ ଯୋଉ ବାକ୍ୟ ବର୍ତ୍ତମାନ କହିଲେ ହରି ପାଠ ପଢୁଛି ଏଠି କର୍ତ୍ତା ସଂସ୍କୃତ ଦୃଷ୍ଟିରୁ କୋଉ ପୁରୁଷରେ ଅଛି ହରି ପ୍ରଥମ ପୁରୁଷ ହରି ପ୍ରଥମ ପୁରୁଷରେ ଅଛି ତ ହରି ପାଠ ହଁ ମୁଁ ହେଲେ ମୁଁ ତୁମକୁ ଛାଡିଦେଲେ ଆଉ ଯାହା ସବୁ ରହିଯିବ ପ୍ରଥମ ପୁରୁଷରେ ପୁରୁଷରେ ଆସିଲା ଆଜ୍ଞା। ତେଣୁ ହରି ପାଠ ପଢୁଛି ତାକୁ ସଂସ୍କୃତରେ କଣ ହେଲା ତାକୁ ସଂସ୍କୃତରେ କୁହନ୍ତୁ କଣ ହବ ହରି ପାଠମ ପଠତି ହରି ହିଁ ପାଠମ ପଠତି ଇଏ ହେଲା କର୍ତ୍ତୃବାଚ୍ୟର ରୂପ ଆକୁ ଆମେ କର୍ମବାଚ୍ୟକୁ ନବା ତ କର୍ମବାଚ୍ୟ କଲେ କଣ ହବ ଆଗ ଓଡିଆରେ କୁହନ୍ତୁ କଣ ହବ ହରି ଦ୍ୱାରା ପାଠ ପଢା ଯାଉଛି ହରି ଦ୍ୱାରା ପାଠ ପଢା ଯାଉଛି ତ ଏଇଠି ପାଠଟା ହେଲା ମୁଖ୍ୟ କାହା ଦ୍ୱାରା ପଢା ଯାଉଛି ସେ କଣ କରାଯାଉଛି ସେଟା ହଉଛି ମୁଖ୍ୟ ତେଣୁ ସେ ହେଲା ହରି ଦ୍ୱାରା ପାଠ ପଢା ଯାଉଛି ସଂସ୍କୃତରେ କଣ ହବ ତାର ଅନୁବାଦ ହରିଣା ପାଠମ ପଠ୍ୟତେ ହଁ ଆମର ନିୟମ କଣ ଥିଲା କର୍ତ୍ତୃବାଚ୍ୟରେ ଯେତେବେଳେ ଗୋଟେ ବାକ୍ୟ ରହିବ କର୍ତ୍ତା ରହିବ ପ୍ରଥମା ବିଭକ୍ତି କର୍ମ ରହିବ ଦ୍ୱିତୀୟ ବିଭକ୍ତି ଏବଂ କ୍ରିୟାଟା କର୍ତ୍ତାକୁ ଅନୁସରଣ କରିବ ନିୟମ ତିନୋଟି ନିୟମ ପ୍ରଥମ ନିୟମ ହେଲା କର୍ତ୍ତୃବାଚ୍ୟରେ କର୍ତ୍ତା ସବୁବେଳେ ପ୍ରଥମା ବିଭକ୍ତିରେ ରହିବ ଦ୍ୱିତୀୟ ନିୟମ ହେଲା କର୍ମ ସବୁବେଳେ ଦ୍ୱିତୀୟ ବିଭକ୍ତିରେ ରହିବ ଏବଂ କ୍ରିୟା କର୍ତ୍ତାକୁ ଅନୁସରଣ କରିବ ଇଏ ହେଲା କର୍ତ୍ତୃବାଚ୍ୟର ନିୟମ କର୍ମବାଚ୍ୟର ନିୟମ କଣ ନା କର୍ମ ସେଠି ମୁଖ୍ୟ ହେଇଯିବା କାରଣରୁ ସେଠି କର୍ମ ରହିବ ପ୍ରଥମା ବିଭକ୍ତିରେ କର୍ତ୍ତା ରହିଯିବ ତୃତୀୟ ବିଭକ୍ତିରେ ଏବଂ କ୍ରିୟା ପାଇଁ ନିୟମ ହେଲା ସେ କର୍ତ୍ତାକୁ ଅନୁସରଣ ନ କରି କର୍ମକୁ ଅନୁସରଣ କରିବ 4 ନମ୍ବର ନିୟମରେ କ୍ରିୟା ଯେକୌଣସି ଥାଉ ପ୍ରଥମ ପରସ୍ମୈପଦୀ ଥାଉ କି ଆତ୍ମନେପଦୀ ଥାଉ କର୍ମବାଚ୍ୟରେ ସବୁବେଳେ ଆତ୍ମନେପଦୀ ହବ ଏବଂ ପଞ୍ଚମ ନମ୍ବର ଜିନିଷ ହେଲା ସେଇଟା ଗୋଟେ ୟକ ପ୍ରତ୍ୟୟ ଲାଗିବା କାରଣରୁ ମଧ୍ୟରେ ଜିଅ ଫଳାଟେ ଲାଗିବ ବାସ୍ ଏଇ 5ଟା କଥା ମନେ ରହିଲେ କର୍ମବାଚ୍ୟରେ ଆଉ କିଛି ଭୁଲ ହବ ବୁଝିହେଲା ନିରଞ୍ଜନ ଭାଇ ବୁଝିହେଲା ନା କିଛି ଡାଉଟ ରହିଲା ନାଇଁ ବୁଝିଯାଇଛି ଏତିକି ବୁଝିହେଲା କିଛି ଅସୁବିଧା ଏବେ ଆପଣ ଯୋଉ ବାକ୍ୟଟା କହିଥିଲେ ସେଟା ଭୁଲ ଥିଲା ନା ଠିକ ଥିଲା କୋଉଟା ଦିଦି କର୍ମବାଚ୍ୟଟା ହଁ କର୍ମବାଚ୍ୟରେ ଆପଣ କଣ କହିଲେ ହରିଣା ପାଠମ ପଠ୍ୟତେ କହିଥିଲି ହରିଣା ପାଠମ ପଠ୍ୟତେ ପାଠ ତ ପ୍ରଥମ ବିଭକ୍ତିରେ ରହିବ କର୍ମବାଚ୍ୟରେ ପାଠମ କେମିତି ହେଲା ନାଇଁ ସେଟା ପାଠଟା ଆଗ କଣ ସେଟା ଆମକୁ ଯୋଉ ପାଠଟା ଆଜି ପଢେଇଲି ପରା ଏ ପାଠ ଏଇ ଅଧ୍ୟାୟରେ କି ପୂର୍ବ ଅଧ୍ୟାୟରେ ପଢେଇଥିଲି ପାଠଟା ପୁଲ୍ଲିଙ୍ଗ ଶବ୍ଦ ତାହେଲେ ପାଠ ହଁ ପାଠ ଏବେ ପଢେଇଥିଲି ଗୋଟେ ଦିନ ଦିନେ 2 ଦିନ ଭିତରେ ପଢେଇଛି ହଁ ପଢେଇଥିଲେ ପାଠ ହଁ ପାଠଟା ଶବ୍ଦ ପାଠ ପୁଲ୍ଲିଙ୍ଗ ଶବ୍ଦ ଆଜ୍ଞା ଏଇ ଅଧ୍ୟାୟରେ ହିଁ ଅଛି ଅଭ୍ୟାସ ଦେଖନ୍ତୁ ପାଠ ଲେଖ ଗ୍ରନ୍ଥ ଭାର ପୁଲ୍ଲିଙ୍ଗ ଶବ୍ଦ ଲାଷ୍ଟ ଲାଇନ
ହଁ ହଁ ଅଛି ସବୁ ଅଛି ପାଠ ଲେଖ ଗ୍ରନ୍ଥ ଭାର ତେଣୁ ଏଇଠି ସବୁ ଭାଇ ପାଠ ଏଇଟା ହଁ ପାଠ ପ୍ରଥମ ଅଧ୍ୟାୟ। ପ୍ରଥମ। ତେଣୁ କଣ ହବ ବାକ୍ୟ? ହରିଣା ପାଠ ପଠ୍ୟତେ। ବାସ୍ ହରିଣା ପାଠ ପଠ୍ୟତେ। ଇଏ ବର୍ତ୍ତମାନ ଆମେ କର୍ତ୍ତାର ଏକ ବଚନକୁ ନେଇକିରି ପଢିଲେ। ମନେ କରନ୍ତୁ ବାଳକଟିଏ ପୁସ୍ତକ ପଢୁଛି, ବାଲକ ପୁସ୍ତକମ୍ ପଠତି। ତ ତାକୁ ଯଦି ଆମେ ସଂସ୍କୃତରେ କରିବା ବାଲକେନ ବାଳକଟି ପାଠ ପଢୁଛି, ବାଲକ ପାଠମ୍ ପଠତି, ବାଲକେନ ପାଠ ପଠ୍ୟତେ। ହେଲା, ବର୍ତ୍ତମାନ ଏ ବାକ୍ୟ ହେଲା। ଆକୁ ଆମେ ଦ୍ୱିବଚନକୁ ନବା, କର୍ତ୍ତା ଦ୍ୱିବଚନ। କର୍ତ୍ତା ହଉଛି ବର୍ତ୍ତମାନ ସମାନ ପ୍ରଥମ ପୁରୁଷ ଦ୍ୱିବଚନ। କଣ ହବ? ବାଳକ ଦୁଇଟି ପାଠ ପଢୁଛନ୍ତି, ତ ସଂସ୍କୃତରେ କଣ ହବ? କୋଉ ବାଲକ ଆଜ୍ଞା ଏଟା କୋଉଥିରେ କହିଲା? ପୁସ୍ତକ କାହିଁକି ଆସିବ? ପାଠ ତ ଚାଲିଛି। ହଁ ପାଠ ବାଲକ ପାଠକ ପାଠ 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 ପାଠମ ପାଠ ବାଲକ ଭାଇ ହଁ କୁହନ୍ତୁ ପାଠ ପାଠ ଭାଇ। ପାଠ କାହିଁକି ହବ ଏଠି? ମନେ କରନ୍ତୁ ସାର୍ ଆସିଲେ ଗଣିତ ପଢଉଛନ୍ତି, ଗଣିତ ତ ଗୋଟେ ପାଠ। ହଁ ହଁ ପାଠ ହଁ ପାଠ ହଁ ଇଏ ଅନୁସାରେ ଯିବ ଗୋଟେ, ଆଜ୍ଞା ତାହେଲେ ସେଇ ପାଠ ରହିବ। ହଁ, ତ ବର୍ତ୍ତମାନ କଣ ହବ? ବାଲକ ପାଠ ନାଇଁ ନାଇଁ ଆପଣ ଆଗ କର୍ତ୍ତୃବାଚ୍ୟରେ କୁହନ୍ତୁ। କର୍ତ୍ତୃବାଚ୍ୟରେ କଣ ହବ? ବାଳକ ଦୁଇ ଜଣ ପାଠ ପଢୁଛନ୍ତି। ବାଲକ ବାଲକ ହୁଁ ପାଠ ହୁଁ ପଠତି। ଆଉଥରେ କହିଲେ, ଆଉଥରେ କହିଲେ। ଆପଣ ଲେଖୁଛନ୍ତି ନା? ମୁଁ ଯାହା କହୁଛି ଲେଖି ନା ଲେଖୁଛି ଲେଖନ୍ତୁ, ଲେଖିଲେ ଠିକ ହବ। ଏମିତି କହିବେ ଭୁଲ ଭଲ ହବ। କର୍ତ୍ତୃବାଚ୍ୟରେ ଆଗ ଲେଖନ୍ତୁ, ବାଳକ ଦୁଇଟି ପାଠ ପଢୁଛନ୍ତି। ଲେଖନ୍ତୁ, ଲେଖିବେ, ତାପରେ ତାର ସଂସ୍କୃତ କରିବେ, ମତେ କହିବେ, ଠିକ ହବ। ନହେଲେ ଆପଣ ଘବରେଇବେ। ବାଳକ ଦୁଇଟି ପାଠ ପଢୁଛନ୍ତି। ବାଳକ ଦୁଇଟି ପାଠ ପଢୁଛନ୍ତି, କଣ ହବ? ବାଲକ ଦୁଇଟି ହେଲା, ପାଠ ପଢୁଛନ୍ତି, ପାଠମ ପଠତି। ଭାଇ ବାଲକରେ ପଠତି କେମିତି ହେଲା? ଓଇଟା କର୍ତ୍ତା କଣ? ପଠନ୍ତି ପଠତ ପଠନ୍ତି। କଣ ବାଲକ ପାଠମ ପଠନ୍ତି। ଭାଇ ବହୁ ବଚନ କୁଆଡେ ପଳେଇଲେ ଆପଣ? ପଠତଃ। ହଁ ଦେଖନ୍ତୁ, କେତେ ଆମେ 6 ମାସ ହେଲା ପଢିଲେଣି। ବାଲକ ପାଠମ ପଠତଃ। ଆପଣ ଆଉଥରେ କୁହନ୍ତୁ ତ, ବାଲକ କେମିତି କହିଲେ? ବାଲକ ହବ ନା? ବାଲକ ପାଠମ ପଠତଃ। ହଁ, ବାଲକ ଦୁଇ ଜଣ ବାଳକ ପାଠ ପଢୁଛନ୍ତି। ଆଜ୍ଞା। ମୁଁ ବାଲକ ଆଜି ପାଠମ ବୁଝିପାରିଲିନି, ପଠତଃ। ଆମେ 6 ମାସ ହେଲା ପଢିଲେ କଣ ପଢିଲେ? ଆଜ୍ଞା ଏତେ ସରଳ ବାକ୍ୟ ଗୁଡାକ ଏମିତି ଘାବରଉଛେ। ତ ବାଲକ ପାଠମ ପଠତଃ। ଆଜ୍ଞା ଆର ବର୍ତ୍ତମାନ ଆମେ କର୍ମ ବାଚ୍ୟରେ କରିବା। ତାକୁ ଆଗ ଓଡିଆରେ ଲେଖନ୍ତୁ, ଓଡିଆରେ ଲେଖନ୍ତୁ, ତାପରେ ତାର ଦୁଇଟି ବାଳକ ଦ୍ଵାରା ଆଜ୍ଞା ପାଠ ପଢା ଯାଉଛି। ଆଜ୍ଞା, ପାଠ ପଢା ଯାଉଛି, ଠିକ। ପାଠ ପଢା ଯାଉଛି। ଆଜ୍ଞା। ତ କୁହନ୍ତୁ କଣ ହବ? ବାଲକ ବାଲକା ବାଲକମ୍ ବାଲକେନ ବାଲକାଭ୍ୟାମ। ଆଜ୍ଞା, ବାଲକାଭ୍ୟାମ। ବାଲକାଭ୍ୟାମ ଦୁଇଟି ବାଳକ ଦ୍ଵାରା ଦେଖନ୍ତୁ, ଆଗ ଆପଣ ଲେଖିଦିଅନ୍ତୁ, ମତେ କହିବେ। ବାଲକାଭ୍ୟାମ ଦୁଇଟି ବାଳକ ଦ୍ଵାରା ପାଠ ପଢା ଯାଉଛି। ପାଠ ସେଇ ରହିବ। ଭାଇ ପାଠ ପାଠ ରହିବ ଏଠି, ଇଏକୁ ଆଜ୍ଞା, ଆସି ପାଠ ରହିବ, ଠିକ। ପାଠ ନ ହେଇକି ଏଟା ପାଠ ହବ। ପାଠ ପଢା ଯାଉଛି। ଆଜ୍ଞା, ଏଇଠି ହବ ସେଇ ପଠ୍ୟତେ। ପଠ୍ୟତେ, ବାସ୍। କ୍ରିୟାରେ କିଛି ପରିବର୍ତ୍ତନ ନାହିଁ, ଯେହେତୁ ଆଜ୍ଞା କର୍ମର ପରିବର୍ତ୍ତନ ନାହିଁ। କର୍ମବାଚ୍ୟରେ କ୍ରିୟାଟା କଣ କରୁଛି? କର୍ମକୁ ଅନୁସରଣ କରୁଛି। ଯେହେତୁ ହଁ କର୍ମକୁ ଅନୁସରଣ କରୁଛି, କର୍ମ ବଦଳିନି, ନାଇଁ ସେ ପାଠ ଅଛି। ତେଣୁ ଆଜ୍ଞା କ୍ରିୟା ମଧ୍ୟ ତାହା ହିଁ ହବ। ଆଜ୍ଞା। ବୁଝିପାରିଲେ ସମସ୍ତେ? ନା କାହାର ସନ୍ଦେହ ରହିଲା?
ତ ବର୍ତ୍ତମାନ ଆମେ ପ୍ରଥମ ପୁରୁଷରେ କର୍ତ୍ତାର ବହୁ ବଚନକୁ ଯିବା। ବାଳକ ମାନେ ପାଠ ପଢୁଛନ୍ତି। ଲେଖନ୍ତୁ। ବାଳକ ମାନେ ପାଠ ପଢୁଛନ୍ତି। ଏଟା କର୍ତ୍ତୃବାଚ୍ୟରେ। କର୍ତ୍ତୃବାଚ୍ୟରେ କୁହନ୍ତୁ କଣ ହବ ସଂସ୍କୃତ? ବାଲକାଃ ପାଠଂ ପଠନ୍ତି। ବାସ୍। ବାଲକାଃ ପାଠଂ ପଠନ୍ତି। ବାଲକାଃ ପାଠଂ ପଠନ୍ତି। କର୍ତ୍ତୃବାଚ୍ୟ ହେଲା। କର୍ମବାଚ୍ୟକୁ ଯିବା। ଆପଣ ଆଗ ସଂସ୍କୃତ ଓଡିଆରେ ଲେଖନ୍ତୁ, ତାପରେ ତାର ସଂସ୍କୃତ କରନ୍ତୁ। ବାଳକ ମାନଙ୍କ ଦ୍ଵାରା ଆଜ୍ଞା। ବାଳକ ମାନଙ୍କ ଦ୍ଵାରା ପାଠ ପଢା ଯାଉଛି। ପାଠ ପଢା ଯାଉଛି। ଆଜ୍ଞା। ଆଉ କଣ ହବ ସଂସ୍କୃତରେ? ବାଲକୈଃ ଆଜ୍ଞା। ବାଲକୈଃ ସେଇ ପାଠଂ ଆଜ୍ଞା। ପଠ୍ୟତେ। ପଠ୍ୟତେ। ବାସ୍। ଦେଖନ୍ତୁ ଏଇଠି ଆମେ କଣ ଦେଖିଲେ? ଏଇଟା ବାଲକେନ ବି ହେଲା, ବାଲକାଭ୍ୟାମ ବି ହେଲା ଏବଂ ବାଲକୈଃ ବି ହେଲା। କିନ୍ତୁ କ୍ରିୟାରେ କୌଣସି ପରିବର୍ତ୍ତନ ନାହିଁ। କାହିଁକି କ୍ରିୟାରେ ପରିବର୍ତ୍ତନ ନାହିଁ କର୍ମବାଚ୍ୟରେ? ଯେହେତୁ କ୍ରିୟାଟା କର୍ମକୁ ଅନୁସରଣ କରୁଛି, ପାଠଟା ଯେହେତୁ ବଦଳିନି, ସେ ପାଠମ ହିଁ ଅଛି, ତେଣୁ ପଠ୍ୟତାରେ ବି ପରିବର୍ତ୍ତନ ହେଲା ନାହିଁ। ଏତିକି ସ୍ପଷ୍ଟ ହେଲା ସମସ୍ତଙ୍କୁ? ପାଠ ପଠ୍ୟତେ। ପାଠ ତ ହେଲେ ପାଠଟା ତ ପରିବର୍ତ୍ତନ। ହଁ, ବାଲକୈଃ ପାଠଃ ପଠ୍ୟତେ। ପଠ୍ୟତେ। ଆଜ୍ଞା। ଭାଇ କହିଲେ ପାଠନ ତ ମୁଁ ଆଚ୍ଛା, ନାଇଁ ପାଠଃ ଯେହେତୁ ମୁଁ କହିଲି କଣ ଭାଇ? ଆଚ୍ଛା, ବାଲକେନ, ବାଲକାଭ୍ୟାମ, ବାଲକୈଃ ଇଏ ତିନୋଟି ପରିବର୍ତ୍ତନ ହେଲେ ମଧ୍ୟ ଆପଣଙ୍କ କ୍ରିୟାରେ କୌଣସି ପରିବର୍ତ୍ତନ ହେଲା ନାହିଁ। କାହିଁକି ହେଲା ନାହିଁ? ନା ଏ ପାଠ ଶବ୍ଦରେ କୌଣସି ପରିବର୍ତ୍ତନ ହେଇନି। ଆଉ କର୍ମବାଚ୍ୟରେ କ୍ରିୟା କର୍ତ୍ତାକୁ ଅନୁସରଣ କରୁନି କର୍ମକୁ। କର୍ମ ବଦଳିଥିଲେ କ୍ରିୟା ବଦଳିଥାନ୍ତା। ତ ବର୍ତ୍ତମାନ ଆମେ କର୍ତ୍ତାର ପ୍ରଥମ ପୁରୁଷ ପଢି ସାରିଲେ। ଦେବେନ୍ଦ୍ର ଭାଇ ଶୁଣା ଯାଉଛି? ଆଜ୍ଞା ସ୍ୱାମୀ। ଆଚ୍ଛା, ବର୍ତ୍ତମାନ ଆମେ ପ୍ରଥମ ପୁରୁଷରୁ ମଧ୍ୟମ ପୁରୁଷକୁ ଯିବା। ତ ଆମେ ଏଠି ପାଠ କଣ କରିଥିଲେ? ବାଳକଟି ପାଠ ପଢୁଛି। ମଧ୍ୟମ ପୁରୁଷରେ ବର୍ତ୍ତମାନ କାଳରେ କଣ ହବ? ଗୋଟେ ବାକ୍ୟ କୁହନ୍ତୁ। ଏଇ ଶବ୍ଦକୁ ମଧ୍ୟମ ପୁରୁଷ ହେଲେ କଣ ହବ? ପ୍ରଥମ ପୁରୁଷରେ ତ ବାଳକଟି ହେଇଥିଲା। ମଧ୍ୟମ ପୁରୁଷରେ ପଠସି ହବ। ଆପଣ ଓଡିଆରେ ଆଜ୍ଞା କୁହନ୍ତୁ। ମତେ ଏକା ସାଙ୍ଗେ ଆପଣ ଯୋଉ ଛକା ମାରୁଛନ୍ତି ଘାଣ୍ଟି ହେବେ ସେଠି। ମତେ ଓଡିଆରେ କୁହନ୍ତୁ ବାକ୍ୟଟା କଣ ହବ? ତମଟା ଓଡିଆରେ, ଆପଣ ଓଡିଆରେ ତମ ବୋଲି କହୁଛନ୍ତି, ମୁଁ ଜାଣିନଥିଲି। ହଁ କୁହନ୍ତୁ। ହଁ କୁହନ୍ତୁ, ଆପଣ ବାକ୍ୟ କୁହନ୍ତୁ, କଣ କହିଲେ? ଭାଇ ଆପଣଙ୍କର ଟିକେ ସମସ୍ୟା ସେଠି। ହଁ, ତୁମେ ପାଠ ପଢୁଛ। ଆପଣଙ୍କୁ ପାଠ ପଢେଇଲା ବେଳେ ମୁଣ୍ଡ ଖରାପ ହେଇଯିବ। ଆପଣଙ୍କର ଗୋଟେ ବାକ୍ୟ ଶୁଭୁଛି, ତାପରେ କଟି ଯାଉଛି। ଗୋଟେ ବାକ୍ୟ ଶୁଭୁଛି, ତେଣୁ ଆପଣ ଶୁଣନ୍ତୁ ଖାଲି। ଆପଣଙ୍କୁ ଧରିକିରି ମୁଁ ପୁରା ପଢେଇବି, ମୋ ମୁଣ୍ଡଟା ପୁରା ଖରାପ ହେଇଯିବ। ଆପଣଙ୍କର ବାକ୍ୟର ଗୋଟେ ଶବ୍ଦ ଶୁଭିବ, ଆଉ ଦିଟା ଶୁଭିବନି। ତେଣୁ ଆଉ ଗୋଟେ କାହାକୁ ବାଛିବାକୁ ପଡିବ। ରାଜେନ୍ଦ୍ର ଭାଇ, ହଁ କୁଲନ୍ତୁ। ମଧ୍ୟମ ପୁରୁଷକୁ ନେଇକି ବାକ୍ୟ। ହଁ, ମଧ୍ୟମ ପୁରୁଷ ଓଡିଆରେ ଶୁଭୁଛି? ଶୁଭୁଛି? ନମସ୍ତେ ସ୍ୱାମୀଜୀ, ମୁଁ ଶୁଣିବି ଖାଲି ସ୍ୱାମୀଜୀ। ଆଚ୍ଛା, ହଉ ଠିକ।
ଆରତୀ ଭଉଣୀ। ହଁ, ମଧ୍ୟମ ପୁରୁଷରେ ବାକ୍ୟଟା କୁହ କଣ ହବ? ମଧ୍ୟମ ପୁରୁଷ ଓଡିଆ ତୁମେ ପାଠ ପଢୁଛ। ତୁମେ ପାଠ ପଢୁଛ ଲେଖ। ତାକୁ ସଂସ୍କୃତରେ ଅନୁବାଦ କର। ତୁମ ପାଠମ ପଠାସି। ତମ ପାଠମ ପଠାସି ଲେଖ। ହଁ ସ୍ୱାମୀଜୀ। ହଁ, 10 ଥର କହିବା ଅପେକ୍ଷା ଥରେ ଲେଖିବାଟା ବେଶୀ ଗୁରୁତ୍ୱପୂର୍ଣ୍ଣ। ଲେଖିଲେ ଠିକ ହୁଏ। ତମ ପାଠମ ପଠାସି ଠିକ ହେଲା। ଆକୁ ତମେ ବର୍ତ୍ତମାନ କର୍ମବାଚ୍ୟ କର। ତ୍ୱୟା ପାଠଃ ପଠ୍ୟତେ। ବାସ୍, ତ୍ୱୟା ପାଠଃ ପଠ୍ୟତେ ଲେଖ। ତାକୁ ଓଡିଆ ଲେଖ। ଓଡିଆରେ କଣ ହବ କର୍ମବାଚ୍ୟ କଲେ? ତୁମ ଦ୍ୱାରା ପାଠ ପଢା ଯାଉଛି। ତୁମ ଦ୍ୱାରା ପାଠ ପଢା ଯାଉଛି। ବାସ୍ ଲେଖ। ଇଏ ହଉଛି ଷ୍ଟେପ ବାଇ ଷ୍ଟେପ ପାଠ ପଢିବାର ଫର୍ମୁଲା। ତ ମ୍ୟାଥମେଟିକ୍ସ ପଢଉଥିଲ ନା, ସଂସ୍କୃତଟା ବି ମ୍ୟାଥମେଟିକ୍ସ ଭଳିଆ ହିଁ ଅଟେ। ତୁମ ଦ୍ୱାରା ପାଠ ପଢା ଯାଉଛି। ତ ତାକୁ ଲେଖ ତ୍ୱୟା ପାଠଃ ପଠ୍ୟତେ। ସରିଲା। ବର୍ତ୍ତମାନ ଆମେ ଦ୍ୱିବଚନକୁ ଆସିବା। ଓଡିଆରେ ଆଗ ଦ୍ୱିବଚନରେ ବାକ୍ୟ କୁହ। ତୁମେ 2 ଜଣ ପାଠ ପଢୁଅଛ। ବାସ୍ ଲେଖ। ହଁ ସ୍ୱାମୀଜୀ। ହଁ, ତାକୁ ଓଡିଆରେ ଆଗ କର କର୍ମବାଚ୍ୟ। ତ୍ୱୟାମ୍ ପାଠମ୍ ପଠଥ। ଏଇଟା ହେଲା ଓଡିଆରେ। ତ ସଂସ୍କୃତରେ କଣ ହବ ମତେ ଟିକେ କୁହ, ତାପରେ କୁହ। ଜୁୟମ୍ ପାଠମ୍ ଏଟା ପଠଥ। ଜୁୟମ ତ, ଏଟା ଓଡିଆରେ ହେଇଥିଲା ଜୁୟମ ପରା। ସଂସ୍କୃତରେ କଣ ହବ? ସ୍ୱାମୀଜୀ ତୁମେ 2 ଜଣ ପାଠ ପଢୁଅଛ ଓଡିଆ ହେଲା। ତାର କର୍ମବାଚ୍ୟ ଓଡିଆରେ କଣ ହବ? ଓ ତାର ତୁମ 2 ଜଣଙ୍କ ଦ୍ୱାରା ପାଠ ପଢା ଯାଉ। ଆଚ୍ଛା, କଣ ପାଠ ପଢା ଯାଉଅଛି। ହଁ ଯାଉଛି। ଆଉ ଯାଉରେ ଥିଲେ ଅଛିଟା କୁଆଡେ ଯାଇଥିଲା? ପଢା ଯାଉ ବୋଲି କହିଥିଲେ। ଏବେ ପଢା ଯାଉ ହେଲେ ଲୋଟ ଲକାରକୁ ପଳେଇବ। ଆଜ୍ଞା। ସେଇଥିପାଇଁ ମୁଁ ସବୁବେଳେ କହୁଛି ଷ୍ଟେପ ବାଇ ଷ୍ଟେପ ଚାଲ, ଦେଖିକି ଚାଲ। ତୁମ 2 ଜଣଙ୍କ ଦ୍ୱାରା ପାଠ ପଢା ଯାଉଛି। ଇଏ କର୍ତ୍ତୃବାଚ୍ୟରୁ କର୍ମବାଚ୍ୟ। ଗତ ଥର ପଢେଇଥିଲେ, ଆଜି ପର୍ଯ୍ୟନ୍ତ ସବୁ ଘାଣ୍ଟି ହଉଛନ୍ତି। କଣ ପାଇଁ ଏମିତି? ଓଡିଆ କହିଲେ ସଂସ୍କୃତ ପଢ, ସବୁ ଆଡଭାନ୍ସ କୁ ପଢଉଛନ୍ତି। ପଚାରିଲା ବେଳକୁ କର୍ତ୍ତା କର୍ମ କ୍ରିୟା ଆସୁନଥାଉଛି। କି ପାଠ ପଢୁଛନ୍ତି? ତୁମ 2 ଜଣଙ୍କ ଦ୍ୱାରା ପାଠ ପଢା ଯାଉଛି। ବର୍ତ୍ତମାନ ଆକୁ ତମେ ସଂସ୍କୃତରେ କର। ଖାତାରେ ଏମିତି ଲେଖିଥିଲେ ଯେବେ ଦେଖିଲେ ବି ବୁଝିପାରିବ। ଆଉ ବଡ ବିଦୁଷୀ ବିଦ୍ୱାନ ଭଳିଆ ଗାରେଇ ଦେଇକି ପଳେଇବ ଆଗକୁ, ସେଠୁ ଅଣ୍ଡାଳୁଥିବ ବସିକିରି। ହଁ କୁହ, ଏଇଟା ସଂସ୍କୃତରେ କଣ ହବ? କର୍ତ୍ତୃବାଚ୍ୟ ସ୍ୱାମୀଜୀ। ନାଇଁ, କର୍ତ୍ତୃବାଚ୍ୟ ତ ହଁ, କର୍ତ୍ତୃବାଚ୍ୟ ଏଇଟା ସଂସ୍କୃତ। ଆଚ୍ଛା ରୁହ। ବର୍ତ୍ତମାନ ତୁମେ 2 ଜଣଙ୍କ ଦ୍ୱାରା ପାଠ ପଢା ଯାଉଛି, ଏଟା କୋଉ ବାଚ୍ୟରେ ଅଛି? ଏଟା ସ୍ୱାମୀଜୀ କର୍ମବାଚ୍ୟରେ ଅଛି। ତାପରେ କର୍ତ୍ତୃବାଚ୍ୟରେ କଣ କହିବ? ନାଇଁ, କର୍ତ୍ତୃବାଚ୍ୟ କହିଥିଲ। ହଁ ସ୍ୱାମୀଜୀ। ଇଏ ତ କନଫ୍ୟୁଜନ ଭିତରେ ରହୁଛ ତମେ। ହଁ, ଏଇଟାକୁ ତମେ ସଂସ୍କୃତରେ କୁହ। ସ୍ୱାମୀଜୀ ଯୁବାଭ୍ୟାମ ଆଜ୍ଞା, ପାଠଃ ପଠ୍ୟତେ। युवाभ्याम पाठः पठ्यते। ओडिया बहिରୁ ସଂସ୍କୃତ ପଢୁଛ କି ତମେ? युवाभ्याम ଆସିଲା ତମର, युवाभ्याम ହବ। ଆଜ୍ଞା ସ୍ୱାମୀଜୀ। युवाभ्याम पाठः पठ्यते। ବର୍ତ୍ତମାନ ଆମେ ମଧ୍ୟମ ପୁରୁଷର କର୍ତ୍ତା ବହୁବଚନକୁ ଯିବା। ଆଜ୍ଞା। କଣ ହବ ଓଡିଆରେ କୁହ ଆଗ? ତୁମେ ମାନେ ପାଠ ପଢୁଛ। ତୁମେ ମାନେ ପାଠ ପଢୁଛ। ଠିକ। ତାକୁ ସଂସ୍କୃତ କର। यूयं पाठं पठथ। यूयं पाठं पठथ। ठीक। ତାପରେ ଆକୁ କର୍ମବାଚ୍ୟକୁ ନେଇକି ଓଡିଆରେ କୁହ। ତୁମ ମାନଙ୍କ ଦ୍ୱାରା ପାଠ ପଢା ଯାଉଅଛି। ତାକୁ ତମେ ଫେର ସଂସ୍କୃତରେ ଅନୁବାଦ କର। युवाभिः पाठः पठ्यते। युवाभिः पाठः
पठ्यते सरला ଆଉ ଜଣେ କିଏ ଧୈର୍ଯ୍ୟରେ ଗାଳି ଶୁଣି ପାରିବ ତାଙ୍କୁ ଫେର ଧରିବାକୁ ପଡିବ। ସୁବାସିନୀ ଭଉଣୀ କୁହନ୍ତୁ। ନା ନା ଏଠି ଇଏ ବିରକ୍ତ ହେବେ କି ବିରକ୍ତ ହବନି ତାକୁ ଗୋଟେ ଧରିବାକୁ ପଡିବ। ହଁ କୁହ ବର୍ତ୍ତମାନ ଆମେ ଉତ୍ତମ ପୁରୁଷକୁ ଯିବା। ଉତ୍ତମ ପୁରୁଷରେ ଏକ ବଚନରେ ବାକ୍ୟ କଣ ହବ? ମୁଁ ପାଠ ପଢୁଅଛି। ମୁଁ ପାଠ ପଢୁଛି ଲେଖ। ପିଲାକୁ ପାଠ ପଢିବା ସହଜ, ମାଷ୍ଟରାଣୀଙ୍କୁ ପାଠ ପଢିବା ମହା କଷ୍ଟ। ଅହଂ ପାଠଂ ପଠାମି। ଅହଂ ପାଠଂ ପଠାମି ଲେଖ। ଏଟାକୁ ସଂସ୍କୃତରେ ଅନୁବାଦ କର। ଓଡିଆରେ ଆଗ ଓଡିଆରେ କର, ଓଡିଆରେ କର୍ମବାଚ୍ୟ କର। ମୋ ଦ୍ୱାରା ପାଠ ପଢା ଯାଉଅଛି। ବାସ୍ ମୋ ଦ୍ୱାରା ପାଠ ପଢା ଯାଉଅଛି। ଇଏ ଓଡିଆରେ କର୍ମବାଚ୍ୟ ହେଲା। ତାପରେ ସଂସ୍କୃତରେ ଅନୁବାଦ। ସ୍ୱାମୀଜୀ ମୋ ଦ୍ୱାରା ମୟା ମୟା ପାଠଂ ପଠ୍ୟତେ। ପାଠମ କାହିଁକି ହବ? ମୟା ପାଠ ପଠ୍ୟତେ। ପାଠ ପାଠ କୁ ହେଲେ ସିନା ପାଠମ ହବ, ଏଇଟା ତ ପାଠ ଖାଲି ହଉଛି। ମୟା ପାଠ ପଠ୍ୟତେ। ଠିକ। ବର୍ତ୍ତମାନ ଏକ ବଚନରେ ଆମେ ଦୁଇ ବଚନକୁ ଯିବା। ଓଡିଆରେ ଦୁଇ ବଚନର ବାକ୍ୟ କୁହ। ଆମେ ଦୁହେଁ ପାଠ ପଢୁଅଛୁ। ଆମେ ଦୁହେଁ ପାଠ ପଢୁଅଛୁ। ଆଉ ଆମ ଆୱାମ ଆଉ ତ ଜୋରେ କୁହନ୍ତୁ ଶୁଭୁନି। ଆୱାମ ପାଠ ପଠଥ। ପାଠ କାହିଁକି ହେଲା ଏଠି? ଆମେ ପାଠକୁ ପଢୁଛୁ ନା। କର୍ତ୍ତୃବାଚ୍ୟରେ କହିବା। ହଁ କର୍ତ୍ତୃବାଚ୍ୟରେ କଣ ହେଲା? ପାଠମ ଆମେ ଆୱାମ ପାଠମ ପଠଥ। ହଁ ଆୱାମ ପାଠମ ପଠଥ। ଆମେ ମାନେ ପାଠ ପଢୁଅଛୁ। ଆମେ ମାନଙ୍କୁ ପରେ ଯିବା। ଆଗ ଏଇଟା ଯୋଉଟା ହେଲା ଆକୁ ଓଡିଆରେ ଆଗ କର୍ମବାଚ୍ୟ କର। ଆଜ୍ଞା। କର୍ତ୍ତାଟା ଠିକ ହେଲାନି, କ୍ରିୟାଟା ଠିକ ହେଲାନି ନା। ଆବାମରେ ପଠଥ ହବନି। ସେ କଣ କହିଲେ କି? ସେ କଣ କହିଲେ କି? ପଠଥ କହିଲେ, ପଠଥ କହିଲେ। ହଁ କଣ ହଉଛି? ଆଚ୍ଛା ଆବାମରେ ଅଛି। ପଠା ହବ। ସ୍ୱାମୀଜୀ ଭୁଲ କହିଦେଇଛନ୍ତି। ପଠାବହ କହିଲେ। ପଠାବହ। ଠିକ ଅଛି। ଗାଡି ଠିକ କହିଲେ। ତାପରେ ଆମ ମାନଙ୍କ ଦ୍ଵାରା ଆମ ମାନଙ୍କର ଆମେ ଦୁଇ ଜଣ ଅଛେ ପରା। ଆମେ ଦୁଇ ଦୁହେଁ, ବଚନ। ଆମ ଦୁଇ ଜଣଙ୍କ ଦ୍ଵାରା ପାଠ ପଢା ଯାଉଅଛି। ଆଜ୍ଞା। युवाभ्याम ଆମେ ହେଲେ युवाभ्याम କେମିତି ହେଲା? आवाभ्याम। ପାଠଃ ପଠ୍ୟତେ। ତାପରେ ଆମେ କର୍ତ୍ତୃବାଚ୍ୟରେ ବହୁ ବଚନକୁ ଯିବା। ଓଡିଆରେ ବାକ୍ୟ କଣ ହବ?
ଆମ ମାନଙ୍କ ଦ୍ୱାରା ପାଠ ପଢା ଯାଉଅଛି। କର୍ତ୍ତୃବାଚ୍ୟରେ ଆମ ମାନଙ୍କ ଦ୍ଵାରା ହେଲା ତ କର୍ମବାଚ୍ୟରେ କଣ ହବ? ଓ ବହୁ ବଚନଟା କହିବି ସ୍ୱାମୀଜୀ? ବହୁ ବଚନ କର୍ତ୍ତୃବାଚ୍ୟ କଣ ହବ? ନାଇଁ ନାଇଁ, ଆମେ ମାନେ ପାଠ ପଢୁଅଛୁ। ହଁ, ଆମେ ମାନେ ପାଠ ପଢୁଛୁ। ତାର ବୟମ୍ ସଂସ୍କୃତ କଣ ହବ? ବୟମ୍ ପାଠମ୍ ପଠାମି। ପଠା ପଠାମି। ବୟମ୍ ପଠା ପାଠମ୍ ତାପରେ ପଠାବହ ପଠାବହ। ବାକିଟା ଆପଣ ଲଗାନ୍ତୁ ଯୋଉଟା ଲାଗିବ ବୟମ୍ ଠିକ। ପାଠମ୍ ପଠାମହ। ପଠା ପଠାମହ ହେଲା ଠିକ ହେଲା? ଆଜ୍ଞା 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 ଆଜ୍ଞା। ସ୍ୱାମୀଜୀ ଆପଣ ମତେ ପଚାରିଲେ ମୁଁ ଟିକେ ଏପଟ ସେପଟ ହେଇଯାଉଛି। ମୁଁ କହିଥାନ୍ତି ମନା କରିଥାନ୍ତି, ମୁଁ ଆଉ କଣ ପଚାରିଥାନ୍ତି? ହଉ ଠିକ ଅଛି ଆଜ୍ଞା, ଭୁଲ ହେଲା ଆପଣ ସଂଶୋଧନ କରିବେ। ଆଜ୍ଞା ଆଜ୍ଞା। ଗାୟତ୍ରୀ ଅଛି। ଆମ ମାନଙ୍କ ଦ୍ୱାରା ପାଠ ପଢା ଯାଉଅଛି। ଆଚ୍ଛା। କଣ ହବ ସଂସ୍କୃତରେ? ଆବାଭ୍ୟଃ। ଆବାଭ୍ୟାମ ତ ଦୁଇ ବଚନରେ ହେଇଥିଲା, ବହୁ ବଚନରେ ବି ଆବାଭ୍ୟାମ। ନାଇଁ ନାଇଁ ଆବାଭ୍ୟାମ ହବ। ଆବାଭି ହବ। ଆବାଭି ହବ। ଆବାଭି ହବ। ଆବାଭି ସେଟା ଯୁଷ୍ମାଭି ହେଇଥିଲେ, ଏଟା ଆବାଭି ହବ। ଅସ୍ମାଭିଃ। ଆବାଭି ହଁ ହଁ ଗୋଟେ ଅସ୍ମାଭି। ମନେ ପଡୁନି ସ୍ୱାମୀଜୀ, କଣ କରିବି? ଅସ୍ମାଭିଃ ପାଠଃ ପଠାମଃ। ପାଠଃ ପଠାମଃ। ଏଟା କୋଉ ବାଚ୍ୟରେ ଚାଲିଛି କି ପଠାମହ ହେଲା? ନାଇଁ ନାଇଁ, ଏଇଟା କର୍ତ୍ତୃବାଚ୍ୟରେ କହିଦେଲି। ଆଚ୍ଛା। କର୍ମବାଚ୍ୟରେ ପଠ୍ୟତେ ହବ। ପଠ୍ୟତେ अस्माभिः पाठः पठ्यते। ପଠ୍ୟତେ। ତ ବର୍ତ୍ତମାନ ଆମେ ଦେଖିଲେ ଏ ତିନୋଟି ଯାକ ପୁରୁଷରେ ଗୋଟିଏ କମନ କଣ ଦେଖିଲେ? ପରିବର୍ତ୍ତନ ହେଇନି। ନା ପାଠ ପରିବର୍ତ୍ତନ ହେଇଛି, ନା ପଠ୍ୟତେଟା ପରିବର୍ତ୍ତନ ହେଇଛି। ଯେହେତୁ ଏଟା କର୍ତ୍ତୃବାଚ୍ୟ, କେବଳ ପରିବର୍ତ୍ତନ ହେଇ ହେଇ ଚାଲିଛି। ଆମେ କର୍ମବାଚ୍ୟର ରୂପରେ କର୍ତ୍ତୃବାଚ୍ୟର କେବଳ କର୍ତ୍ତୃବାଚ୍ୟର କର୍ତ୍ତାର ହିଁ ପରିବର୍ତ୍ତନ ହେଇଛି, ନା କର୍ମର ପରିବର୍ତ୍ତନ ହେଇଛି, ନା କ୍ରିୟାର ପରିବର୍ତ୍ତନ ହେଇଛି। କର୍ତ୍ତୃବାଚ୍ୟରେ ସବୁ ପରିବର୍ତ୍ତନ ହେଲା, କର୍ତ୍ତା ରୂପ କ୍ରିୟା ରୂପ ପରିବର୍ତ୍ତନ ହେଲା। କିନ୍ତୁ କର୍ମବାଚ୍ୟକୁ ଆସିଲା ବେଳକୁ କଣ ହେଇଗଲା? ସେଟା କେବଳ କର୍ତ୍ତାର ହିଁ ପରିବର୍ତ୍ତନ ହେଲା। କର୍ମବାଚ୍ୟରେ କର୍ମ ସମାନ ଥିବା କାରଣରୁ କ୍ରିୟାରେ ବି ପରିବର୍ତ୍ତନ ହେଲାନି। କର୍ମରେ ପରିବର୍ତ୍ତନ ନାହିଁ, କ୍ରିୟାରେ ପରିବର୍ତ୍ତନ। ଏ ଲିଷ୍ଟକୁ ଆପଣ ଯଦି ଲେଖିଦେବେ ଲାଇନରେ, ବୋଲେ ଆପଣ ବୁଝିଯିବେ ଯେ ଏଇଟା ସମାନ ହେଇକିରି ଅଛି। ବୁଝିଗଲା ଏ ପର୍ଯ୍ୟନ୍ତ ସମସ୍ତଙ୍କର? ଠିକ। ସ୍ୱାମୀଜୀ ପଚାରିବି ଟିକେ? କଣ ହେଲା? କର୍ମବାଚ୍ୟରେ କେବଳ କର୍ତ୍ତାର ପରିବର୍ତ୍ତନ ହୁଏ, ଆଉ କର୍ତ୍ତୃବାଚ୍ୟରେ କର୍ତ୍ତା ଆଉ କ୍ରିୟା ଦିଟା ଯାକର ପରିବର୍ତ୍ତନ ହୁଏ। ହଁ, ଧନ୍ୟବାଦ। କର୍ମବାଚ୍ୟରେ ସେମିତି ନିୟମ ନାହିଁ। କର୍ମବାଚ୍ୟରେ କେବଳ ପରିବର୍ତ୍ତନ ହୁଏନି, କର୍ମ ଅନୁସାରେ ଚାଲେ। ବର୍ତ୍ତମାନ ଯୋଉ ଉଦାହରଣ ଦିଆଯାଇଥିଲା, ସେଇଠି କର୍ମରେ ପରିବର୍ତ୍ତନ ହେଇନି, ତେଣୁ କର୍ମବାଚ୍ୟରେ ପରିବର୍ତ୍ତନ ହେଇନି। ଯୋଉଠି କର୍ତ୍ତୃବାଚ୍ୟରେ କର୍ମ ବି ପରିବର୍ତ୍ତନ ହବ, ତ ସେଇଠି କର୍ମବାଚ୍ୟରେ ବି ପରିବର୍ତ୍ତନ ଆସିବ। ଯଦି କର୍ତ୍ତୃବାଚ୍ୟରେ, ଲାଷ୍ଟ ନିୟମ ପରେ ବୁଝିବେ ତମେ, ଯଦି କର୍ତ୍ତୃବାଚ୍ୟରେ କର୍ତ୍ତା କର୍ମ କ୍ରିୟା ତିନିଟା ବୁଝୁଛି, କର୍ମବାଚ୍ୟରେ ବି କର୍ତ୍ତା କର୍ମ କ୍ରିୟା ତିନିଟା ବୁଝୁଛି। ତେଣୁ ଧୈର୍ଯ୍ୟ ଧର, ବର୍ତ୍ତମାନ ଯେତିକି ପଢା ହେଇଛି ତା ଉପରେ ସେ ନିୟମ କୁହାହେଲା। ଆଉ କିଏ ଗାଳି ଶୁଣିପାରିବ? ଗୀତାଞ୍ଜଳି ଭଉଣୀ ଶୁଣିବ ପଦେ ଦି ପଦ?
सर जी नमस्ते भूल है आपण मत सुधरिबे हाँ, ठीक अच्छे। तो वर्तमान आम कौन करवा कर्तृवाच्य आम पुरुष परिवर्तन करथिले, पुरुष वचन परिवर्तन करथिले, आम कर्म को परिवर्तन करनथिले। वर्तमान आम कर्म को परिवर्तन करी चलिया। कर्मर कौन बदली परियो? कर्मर केवल वचन बदली परियो। कर्मर पुरुष न थाए, कर्तार पुरुष थाए हला। तो कौन गोटे वाक्य लिखंतु। बालकटी पाठ पढ़ुची। बालकटी पाठ पढ़ुची ओडिया रे। तो संस्कृत रे कौन हो एटा? एटा को वाक्य, एटा को वाच्य रे अछि? कर्तृवाच्य रे कर्तृवार अछि। तार संस्कृत कौन हो? बालकः पाठम पठति। बालकः पाठम पठति। ठीक। आको कर्मवाच्य नेले कौन आसीबो? आको ओडिया रे को पढ़ा हेउची। पाठ पढ़ा जाउची। ठीक। कौन हला संस्कृत रे? कर्मवाच्य रे कर्मवाच्य रे संस्कृत रे कौन हला? बालकेन पाठः पठ्यते। बालकेन पाठः पठ्यते। बेसी बुद्धि लगेले गड़बड़ हम, सरल करले किसी झमेला नहीं। वर्तमान आमे कर्तार परिवर्तन करिवानी, कर्म को बदली चलिया। ओडिया रे बालक द्वारा दुईटी पाठ, बालक दुईटी पाठ पढ़ुची। कर्तृवाच्य बालकटी दुईटी पाठ पढ़ुची। ताको संस्कृत कर कौन हबो? इंदला पाठम तो एक वचन शब्द रहीला। पाठम पाठ हाँ पाठ होबो। खाली पाठ लेख न दो पाठ लेख, किंतु दो पाठ केमती हो? ठीक अछि भूल तो जानली समझे। बालकः दो पाठ अथवा खाली पाठ जेमती कले भी चलियो। बालकः पाठ कौन हो क्रिया? पठति पठति। कहीं पठति है ना बालक कर्तारे परिवर्तन ही बालकः दो पाठ बा पाठ पठति है। आपको हमें ओडिया रे आगो करिवा कर्मवाच्य। वो कौन हो वाक्य? बालक द्वारा दुईटी पाठ पढ़ा जाउची। पढ़ा जाउची। बालक द्वारा दुईटी पाठ पढ़ा जाउची। ठीक। आपको संस्कृत रे लेख तापर मते को हरबर होनी शांति को हरबर हेले कि बुझी न खाली कहि दो। हाँ कौन हला?
ବାଳକେନ ବାଲକେନ ପାଠଃ ଏଠି ପାଠ କଣ ଗୋଟେ ପାଠ ପଢୁଛି କି ସିଏ? କେନ ପାଠମ୍ ଆରେ ପାଠ ଶବ୍ଦଟା ପଢ। ତମକୁ ବାଳକ ଶବ୍ଦ ପାଠ ଶବ୍ଦ ମନେ ନାହିଁ, କଣ ତମକୁ ସଂସ୍କୃତ ପାଠ ପଢେଇବି? ଆରେ ପାଠ ଶବ୍ଦରେ ଡାକିଲ ଦେଖିବ। ପାଠ ହଁ। ନାଇଁ ସ୍ୱାମୀଜୀ ମୁଁ ଏଇଟା ଆହୁରି ଏତେ ପ୍ରାକ୍ଟିସ କରିନି ଆହୁରି। ଆରେ ପାଠ ଶବ୍ଦ ହେଇନି, ବାଳକ ଶବ୍ଦକୁ ପ୍ରାକ୍ଟିସ କରୁନ। ବାଳକ ବାଳକ ବାଳକା ହଁ, ବାଳକ ଦ୍ୱିତୀୟ ବିଭକ୍ତିରେ କଣ ହବ? ବାଳକମ୍ ହୁଁ ବାଳକ ବାଳକାନ୍ ହୁଁ। ତ ଦ୍ୱିତୀୟ ଆର ପ୍ରଥମ ବିଭକ୍ତିରେ ବି ବାଳକ, ଦ୍ୱିତୀୟ ବିଭକ୍ତିରେ ବି ବାଳକ। ତ ଏଇଠି ବି ଯୋଉ ପ୍ରଥମ ବାକ୍ୟରେ ଦ୍ୱିତୀୟ ବିଭକ୍ତିରେ ଦୋ ବାଳକ ହଉଥିଲା, ଏଇଠି ପ୍ରଥମ ବିଭକ୍ତିରେ ଦୋ ବାଳକ ହବ। ଠିକ ସେ ପୁସ୍ତକ ଶବ୍ଦ ଲଗେଇଲେ ନପୁଂସକରେ କନଫ୍ୟୁଜନ ହଉଛି, ଇଆଡେ ପୁଂଲିଙ୍ଗ ଲଗେଇଲେ କୋଉଥିରେ ତମକୁ ପଢେଇବ? ବାଲକେନ ଦ୍ୱୌ ପାଠୌ କଣ ହବ? ପଠ୍ୟତେ ହବ ସ୍ୱାମୀଜୀ। ପଠ୍ୟତେ ହବ। ଆଚ୍ଛା, ପଠ୍ୟତେଟା ଏକ ବଚନରେ ଅଛି ନା ଦ୍ୱି ବଚନରେ ଅଛି? ସେବ ଧାତୁ କି ଲଭ ଧାତୁର ରୂପ କୁହ। ସେବ ଧାତୁ କି ଲଭ ଧାତୁର ରୂପ କହିଲ କୋଉଟା? ତମକୁ ଆତ୍ମନେ ପଦରେ କୋଉ ଧାତୁର ରୂପ ମନେ ଅଛି? ନାଇଁ ସ୍ୱାମୀଜୀ ମୁଁ ଆହୁରି ପ୍ରାକ୍ଟିସ କରିପାରିନି, ଦେଖିକିରି ସବୁ ଲେଖୁଛି। ଆଚ୍ଛା ଆଚ୍ଛା, ଥାଉ, ତମ ଦ୍ୱାରା ଏଇଟା କିଛି ହବନି, ତମକୁ କିଛି ଜଣାନି। ଗାୟତ୍ରୀ ପାତ୍ର, ତତେ କିଛି ମନେ ଅଛି ଇଏର ଆତ୍ମନେପଦ ଧାତୁର କୌଣସି ରୂପ? ସ୍ୱାମୀଜୀ ହଁ, ଲଟ୍ ଲକାରଟା ମନେ ପଡି ଯାଉଛି ସ୍ୱାମୀ, ଅନ୍ୟ ଲକାର ଗୁଡାକ ଗୋଟେ ଧାତୁର ରୂପ କହିଲୁ? ହଁ, ସେବତେ ସେବେତେ ସେବନ୍ତେ ସେବସେ ସେବେଥେ ସେବଧ୍ୱେ ସେବେ ସେବାବହେ ସେବାମହେ। ଠିକ। ତ ବର୍ତ୍ତମାନ ଆମେ ଏ ଉଦାହରଣକୁ ନେଇକି ଚାଲିବା। ପ୍ରଥମ ବାକ୍ୟ କଣ ଥିଲା? ବାଳକଟି ପୁସ୍ତକ ପଢୁଛି, ପାଠ ପଢୁଛି। ବାଳକଟି ପାଠ ପଢୁଛି, ତାର ସଂସ୍କୃତିରେ କଣ ହେଇଥିଲା? ବାଳକଃ ପାଠଂ ପଠତି। ପଠତି। କର୍ମବାଚ୍ୟର ତାର କଣ ହେଲା? ଓଡିଆ ହେଲା ବାଳକ ଦ୍ଵାରା ପାଠ ପଢା ଯାଉଛି, ତାର ସଂସ୍କୃତ ହେଲା ବାଳକେନ ପାଠଃ ପଠ୍ୟତେ। ବାସ୍, ସେଟା ସରିଲା। ତାପରେ ଆମେ ତାର କର୍ମର ଦ୍ୱିବଚନକୁ ଆସିଲେ। କଣ? ଦୁଇଟି ପାଠ ପଢୁଛି। ହଁ, କଣ ହେଲା? ତାର ସଂସ୍କୃତ ହେଲା ବାଳକଃ ପାଠୌ ପଠତି। ବାଳକଃ ପାଠୌ ପଠତି, ଠିକ। ପଠତି। ତ ବର୍ତ୍ତମାନ ତାର ଓଡିଆ ଟା ତମେ କର କର୍ମବାଚ୍ୟରେ। ହଁ, ବାଳକ ଦ୍ଵାରା ଦୁଇଟି ପାଠ ପଢା ଯାଉଛି। ବାଳକ ଦ୍ଵାରା ଦୁଇଟି ପାଠ ପଢା ଯାଉଛି, ତାକୁ ଆମେ ସଂସ୍କୃତରେ କରିବା। ସଂସ୍କୃତରେ କଲେ କଣ ହବ? ତାର ସଂସ୍କୃତ ହେଲା ବାଳକେନ ପାଠୌ ପଠ୍ୟେତେ। ପଠ୍ୟେତେ। ତମେ ସେବତେ ଧାତୁର ରୂପରେ କଣ କହିଥିଲ? ସେବତେ ସେବେତେ ସେବନ୍ତେ। ତେଣୁ ବର୍ତ୍ତମାନ ସେବେତେ ହେଇଥିଲା, ସେଠି ଗୋଟେ ଝିଅ ଫଳା ଲାଗିବ। ତ ପଠତେରୁ ହେଇଯିବ ପଠ୍ୟେତେ। ସେବତେ ସେବେତେ, ସେବତେ ସେବେତେ, ସେବେତେ ପଠେତେ ପଠ୍ୟେତେ। ଆଜ୍ଞା। ବୁଝିହେଲା? ଆଜ୍ଞା। ବାଲକେନ ପାଠୌ ପଠ୍ୟେତେ। ତ ଏଇଠି ପଠ୍ୟେତେ କାହିଁକି ହେଲା? ଏଟା କାହିଁକି ହେଲା ନା, କର୍ମଟା ଦୁଇ ବଚନ ହେଲା ପାଠୌ ବୋଲି, ସେଇଥିପାଇଁ। ହଁ, ଆଗରେ ଆମର କଣ ପାଇଁ ହେଇଥିଲା? କର୍ମବାଚ୍ୟରେ ପରିବର୍ତ୍ତନ ନାହିଁ, ସବୁରେ ପଠ୍ୟତେ ପଠ୍ୟତେ। ସେଠି କର୍ତ୍ତାରେ ଚେଞ୍ଜ ହଉଛି। ଆଜ୍ଞା। କର୍ତ୍ତାରେ ଚେଞ୍ଜ ହେଲେ କର୍ମବାଚ୍ୟରେ କ୍ରିୟାରେ କିଛି ଫରକ ପଡିବନି। ଆଜ୍ଞା। କିନ୍ତୁ କର୍ମରେ ଯଦି ପରିବର୍ତ୍ତନ ହେଲା, କର୍ତ୍ତୃବାଚ୍ୟରେ କର୍ମ ଯଦି ପରିବର୍ତ୍ତନ ହେଲା, ଏଇଠି କର୍ମ ଅନୁସାରେ କ୍ରିୟା ହବା କାରଣରୁ ଏଇଠି କର୍ମର ବି ପରିବର୍ତ୍ତନ ହଉଛି, ଆଉ କ୍ରିୟାରେ ବି ପରିବର୍ତ୍ତନ ହେଲା। ଆଜ୍ଞା, ଏଟା ବୁଝିହେଲା।
ତ ଆର ବହୁ ବଚନକୁ ଆମେ ଯିବା। ବହୁବଚନ ବହୁ ବାକ୍ୟ ବଚନ- କଣ ହବ? ଓଡିଆରେ କରିବା ବାଳକ ଦ୍ଵାରା ଓଡିଆରେ ବହୁତ ବାଳକ ଗୁଡିଏ ଦ୍ଵାରା ପାଠ। ହେଲା। ତ ମୁଣ୍ଡ ଖରାପ, ଆଗ କର୍ତ୍ତୃବାଚକ ବାଳକ ଦ୍ଵାରା କୁଆଡେ ହେଲା? ଆଚ୍ଛା ବହୁତ। ଆଜ୍ଞା ହଁ ବାଳକଟି ହୁଁ ବହୁତ ପାଠ ପଢୁଅଛି। ହଁ, ବାଳକଟି ଗୁଡିଏ ପାଠ ହଁ କୁହନ୍ତୁ, ଅନେକ ପାଠ କୁହନ୍ତୁ, ଯାହାବି ବାଳକଟି ଆଜ୍ଞା ଅନେକ ପାଠ ବା ଗୁଡିଏ ପାଠ ପଢୁଛି। ଗୁଡିଏ ପାଠ ଆଜ୍ଞା ବୋଲି ଇଂରାଜୀ, ଗଣିତ, ବିଜ୍ଞାନ, ଭୂଗୋଳ, ଇତିହାସ ବହୁତ ଗୁଡେ ପାଠ। ହଁ ହୁଁ ହଁ ତ ତାର ସେଟାକୁ ସଂସ୍କୃତ ସଂସ୍କୃତରେ କହିଲେ କଣ ହବ? ବାଳକଃ ହୁଁ ପାଠାଃ ହବ ଆଜ୍ଞା, ପାଠାଃ ପଠତି। ତ ଆଉଥରେ କହ, ମୁଣ୍ଡ ଟାକୁ ଯଦି ଥଣ୍ଡା ରଖି, ଏମିତି ହଡବଡ ହେଲେ ଗଡବଡ। ଆଚ୍ଛା ପାଠ କର୍ତ୍ତୃବାଚ୍ୟରେ କରିବି। ହଁ, କର୍ତ୍ତୃବାଚ୍ୟରେ କହ। ହଁ ପାଠଃ ବାଳକଃ ଗୁଡିଏ ପାଠ ପଢୁଛି। ହଁ ହୁଁ କଣ ହବ? ପାଠ ଗୁଡିଏ। ଆଚ୍ଛା ଆଚ୍ଛା ପାଠମ୍ ପାଠୁ ପାଠାନ୍ ପଠତି। ପାଠାନ୍, ଆଉ ପାଠାନ୍ ତ ପରେ ତୁ ପଢଉଥିଲୁ ପାଠାକୁ, ଏଟା ଆଜ୍ଞା ଦ୍ୱିତୀୟ ସେ ବିଭକ୍ତି ରୂପ। ହର୍ବର ହେଇଯାଉଛି। ହଁ, ସେଇଥିପାଇଁ ତ କହୁଛି ହଡବଡ। କଣ ପାଇଁ ଦଉଛ ହଁ ତମର ପଇସା ନେଇଯାଉଛି? ଆଜ୍ଞା ନାଇଁ ଆଜ୍ଞା ବୁଝୁଛି ପାଠାନ୍ ପଠତି। ବାଲକଃ ପାଠାନ୍ ପଠତି। ଆଜ୍ଞା କର୍ତ୍ତୃବାଚ୍ୟ ହେଲା। ତ ହଁ ବର୍ତ୍ତମାନ ଆମେ ଓଡିଆରେ ଆଗ କର୍ମବାଚ୍ୟ କରିବା। ହଁ ଓଡିଆରେ କହ, କଣ ହବ ବାକ୍ୟ ଟା? ଓଡିଆରେ କର୍ମବାଚ୍ୟର ବାକ୍ୟ ହେଲା ବାଳକ ଦ୍ଵାରା ଅନେକ ପାଠ ପଢା ଯାଉଛି। ବାଳକ ଦ୍ଵାରା ଅନେକ ପାଠ ପଢା ଯାଉଛି। ପଢା ଯାଉଛି। ହେଲା, ଆକୁ ଆଜ୍ଞା ଆମେ ସଂସ୍କୃତରେ ଅନୁବାଦ କରିବା। କଣ ହବ? ହଁ ବାଳକେନ ହୁଁ ବାଳକେନ ଅନେକ ପାଠ। ତମେ ସେଇ ପାଠାନ୍ ଲଗା ହବ ଏଠି। ସବୁ ଲଗା ହବ। ତ ବୁଦ୍ଧି କଣ କର୍ମବାଚ୍ୟରେ ହଁ କର୍ମଟା କୋଉ ବିଭକ୍ତିରେ ରହିବ? କର୍ମଟା ପ୍ରଥମ ବିଭକ୍ତିର। ପ୍ରଥମ ବିଭକ୍ତିରେ ପାଠାନ୍ ଶବ୍ଦ ଅଛି କି? ନାଇଁ। କଣ ଅଛି? ତାହେଲେ ସେଟା ପାଠଃ ପାଠୁ ପାଠାଃ, ତାହେଲେ କଣ ଦେବା ସେଠି? ପାଠାଃ, ଯୋଉଟା ହଉଛି ସେଇଟା ପାଠାଃ। ଦବା। ଆମ ତରଫରୁ କାହିଁ ଦବା କିଛି? ଆଚ୍ଛା ବାଳକେନ ପାଠାଃ ପଠ୍ୟନ୍ତେ। ପଠ୍ୟନ୍ତେ, ସେବତେ ସେବେତେ ସେବନ୍ତେ, ଯେମିତି ପଠତେ ପଠେଇତେ ପଠନ୍ତେ, ଝିଅ ଫଳାରେ ପଠ୍ୟନ୍ତେ। ଆଜ୍ଞା ପଠ୍ୟତେ ପଠ୍ୟେତେ ପଠ୍ୟନ୍ତେ। ପଠ୍ୟନ୍ତେ। ଆଜ୍ଞା ହେଲା, ବୁଝିଗଲା? ହଁ ଆଜ୍ଞା ବୁଝିଗଲା। ସେ ଯୋଉ ପ୍ରଥମ ବିଭକ୍ତି କରିବା ପାଇଁ ହଠାତ୍ ମୁଣ୍ଡ ଭିତରେ ସେଟ୍ ହେଇପାରୁନି, ସେ ଦ୍ୱିତୀୟ ଆଜ୍ଞା ବିଭକ୍ତି ହିଁ ପଳଉଛି। ଆଜ୍ଞା। ଆଜ୍ଞା ଏବେ ହେଲା, ଟିକେ ବୁଝିଲି। ହଁ ବାସ୍। ବୁଝିଗଲା। ତ ଆମେ ବର୍ତ୍ତମାନ ସୁଦ୍ଧା ବୁଝିଗଲେ ପୁରୁଷର ପରିବର୍ତ୍ତନ, ପ୍ରଥମ ପୁରୁଷ, ମଧ୍ୟମ ପୁରୁଷ, ଉତ୍ତମ ପୁରୁଷ। ଏ ପୁରୁଷ ପରିବର୍ତ୍ତନ କରିକି ମଧ୍ୟ ଆମେ ବୁଝିଲେ ପ୍ରଥମ ପୁରୁଷ, ମଧ୍ୟମ ପୁରୁଷ, ଉତ୍ତମ ପୁରୁଷର ଏକ ବଚନ ଦୁଇ ବଚନ ବଦଳେଇକି ପଢିଲେ। ବର୍ତ୍ତମାନ କର୍ମରେ କେବଳ ଗୋଟିଏ ପରିବର୍ତ୍ତନ ଆସେ, ତାର ତ ଅଲଗା ପୁରୁଷ ନାହିଁ। ତେଣୁ ତାର ଏକ ବଚନ ଦୁଇ ବଚନ କରି ବହୁ ବଚନ କରି ବୁଝିଗଲେ। ବାସ୍, ବର୍ତ୍ତମାନ ଆମର ଇଏ ଲଟ୍ ଲକାରର ରୂପ ସାମାନ୍ୟ ହେଇଗଲା। ତ ଆକୁ ଧରିକିରି ଆମେ ଆଉ ଚାରିଟା ଲକାର କାଲି ପରଦିନ ଆଡକୁ ପଢିବା। ଏଇଟାକୁ ଆଗ ଭଲରେ ବୁଝ। ଆଗକୁ ମୁଁ ନେଇଯିବି, ତମେ ତା ମୁଣ୍ଡକୁ ତା ଲାଞ୍ଜ, ଆ ମୁଣ୍ଡକୁ ତା ଗୋଡ ଯୋଡିଦବ। ହଉ, ସମସ୍ତଙ୍କୁ ନମସ୍ତେ। ନମସ୍ତେ। ନମସ୍ତେ ସାର୍। ଧନ୍ୟବାଦ।